Matter is very close to the supreme, where vibrations are concerned, for it can receive the forces directly only through vibrations. ଏଠି ପୂର୍ବ ବର୍ଣ୍ଣନା କରିଛନ୍ତି ଯେ ତାଙ୍କୁ ପ୍ରଶ୍ନ ହେଇଛି ମାଙ୍କୁ ଆମେ ଗଲାଥର ପଢ଼ିଥିଲୁ ଯେ ଭିଜନ୍ସ ଆଉ କ'ଣ କୁହାଯିବ ଅଲ୍ ଦ୍ୟାଟ୍ ଭିଜନ୍ସ ବିଭିନ୍ନ ଏକ୍ସପିରିଏନ୍ସ ୟା ସାଙ୍ଗରେ ଆଧ୍ୟାତ୍ମିକ ଅଗ୍ରଗତି ବା କେଉଁଟା ଭଲ ଆଧ୍ୟାତ୍ମିକ ଅଗ୍ରଗତିର ଚିହ୍ନ ହେଉଛି ଭିଜନ୍ସ ଦେଖିବା ବା ବିଭିନ୍ନ ଅନୁଭୂତି ଲାଭ କରିବା। ମା କହିଛନ୍ତି ତା ଅପେକ୍ଷା ଭାଇବ୍ରେସନ୍ ସ୍ପନ୍ଦନ ଗୁଡ଼ିକ ଆହୁରି ହେଉଛି ସ୍ପଷ୍ଟ ସୂଚନା। ସ୍ପନ୍ଦନ ମାନେ ଗୋଟାଏ ସ୍ପନ୍ଦନକୁ ଆଉ ଏକ ସ୍ପନ୍ଦନରେ ପରିବର୍ତ୍ତନ କରିବା। ଯେମିତି କ୍ରୋଧ ହେଲା, ଲୋଭ ହେଲା, ମୋହ ହେଲା, ଏସବୁ ହେଉଛି ଗୋଟେ ଗୋଟେ ସ୍ପନ୍ଦନ। ଏଇ ଯେମିତି ସ୍ପନ୍ଦନ ମାଆଙ୍କୁ ଭଲ ପାଇବା ମଧ୍ୟ ସେମିତି ଏକ ସ୍ପନ୍ଦନ। ଗୋଟେ ଭାଇବ୍ରେସନକୁ ଆଉ ଗୋଟେ ଭାଇବ୍ରେସନ ରିସିଭ୍ କରିବା। ମା ବର୍ଣ୍ଣନା କରିଛନ୍ତି ଅନ୍ୟ ନୋଟ୍ସନ୍ତି ୱେରେ ଆମେ ପଢ଼ିଥିବୁ। ସେ ବର୍ଣ୍ଣନା କରିଛନ୍ତି ଯେ ବିଭିନ୍ନ ୱେଭ୍ସ ସବୁ ଆସୁଛି। ୱେଭ୍ସ ହେଉଛି ଡିଫରେଣ୍ଟ ଟାଇପ୍ ଅଫ୍ ୱେଭ୍ସ। ଭଲ ପାଇବାର ୱେଭ୍ସ ଆସିବ, ତାକୁ କ'ଣ କରିବ ଅଲଗା ଗ୍ରସ୍ ୱେଭ୍ସ ସବୁ ଥିବ ତାକୁ ଦୂର କରିକି ଏ ନିଜକୁ ଏଷ୍ଟାବ୍ଲିଶ୍ କରିବ। ଜଡ଼ ଭିତରୁ ଯେଉଁ ୱେଭ୍ସ ଗୁଡ଼ାକ ଇମାନେଟ୍ ହେଉଥିବ ସେଗୁଡ଼ିକ ପରିବର୍ତ୍ତିତ ହେବ ଭଲ ପାଇବାରେ, ସ୍ନେହରେ, ଶ୍ରଦ୍ଧାରେ, କରୁଣାରେ, ଆତ୍ମଦାନରେ, ସମର୍ପଣରେ, ଏସବୁରେ ଗୋଟେ ଭାଇବ୍ରେସନ୍ ଆଉ ଗୋଟେ ଭାଇବ୍ରେସନ୍କୁ ଚେଞ୍ଜ କରିବ। ଏଇ ଭାବରେ ହିଁ କାମ ହୁଏ। ଆମେ କ୍ଲିଅରଲି ଯେତେବେଳେ ବୁଝିବା କାମ୍ ଆଣ୍ଡ କ୍ୱାଏଟ୍ରେ ବୁଝିପାରିବା କ'ଣ କୁହାଯାଉଛି। ଗୋଟେ ଅନୁଭବ, ଗୋଟେ ଗ୍ରସ୍ ଡେନ୍ସିଟି ଇଜ୍ ମାସ୍ ପର୍ ୟୁନିଟ୍ ଭଲ୍ୟୁମ୍। କାହାର ଡେନ୍ସିଟି ବେଶୀ, କ୍ରୋଧର ବେଶୀ ଡେନ୍ସିଟି ନା ଭଲ ପାଇବାର ଡେନ୍ସିଟି ବେଶୀ? କ୍ରୋଧ ଗ୍ରସ୍ ଡେନ୍ସିଟି ଲାଗିବ, ଗ୍ରସ୍ ଲାଗିବ। ଭଲ ପାଇବା, ସ୍ନେହ, ଆଦର କରିବା, ଶୁଭେଚ୍ଛା ରଖିବା ଆଉ ଏକ ରକମ ବସ୍ତୁ, ଆଉ ଏକ ରକମ ଡେନ୍ସିଟି ୟାର। ଗୋଟେ ଯେଉଁ ବସ୍ତୁରୁ ଗୋଟେ ଟାଇପ୍ ଅଫ୍ ଭାଇବ୍ରେସନ୍ ଆସୁଥାଏ, ଆଉ ଏକ ବସ୍ତୁରୁ ଆଉ ଏକ ଟାଇପ୍ ଅଫ୍ ଭାଇବ୍ରେସନ୍ ଆସୁଥାଏ। ଆମ ଭିତରେ ଯେଉଁ ଆତ୍ମା ରହିଛି ତାର ସ୍ପନ୍ଦନ ସବୁ ଗୋଟେ ଗୋଟେ ରକମର, ବହୁତ ସୂକ୍ଷ୍ମ, ବହୁତ ଚମତ୍କାର ଏବଂ ତୀବ୍ର। କିନ୍ତୁ ବାହାରର ଯେଉଁ କାମ, କ୍ରୋଧ, ଲୋଭ, ମୋହ, ଅଜ୍ଞାନତା, ଏସବୁ ହିଂସା, ପରଶ୍ରୀ କାତରତା, ୟାର ମଧ୍ୟ ସ୍ପନ୍ଦନ ସବୁ ଅଛି। କାର୍ଯ୍ୟ ହେଉଛି ଯେ ଗୋଟେ ସ୍ପନ୍ଦନକୁ ଇନଭୋକ୍ କରିବା, ନିଜ ଭିତରେ ଡାକି ଆଣିବା, ଆଉ ଏକ ସ୍ପନ୍ଦନରେ ପରିବର୍ତ୍ତନ କରିବା। ଦିସ୍ ଇଜ୍ ଦ ୱାର୍କ ଗିଭେନ୍ ଟୁ ଅସ୍। ଆମେ ଯେତେବେଳେ ବିଭିନ୍ନ କାମ ଗ୍ରହଣ କରୁଛୁ, ଘର ଅଳିବା ହେଉ, ବାସନ ମାଜିବା ହେଉ, ରୋଷେଇ କରିବା ହେଉ, କମ୍ପ୍ୟୁଟର ଚଲାଇବା ହେଉ, ପାଠ ପଢ଼ିବା ହେଉ, ଏ ପ୍ରତ୍ୟେକଟାରେ ୱି ରିମିଟ୍ ୱାନ୍ ଟାଇପ୍ ଅଫ୍ ଭାଇବ୍ରେସନ୍। ଗୋଟେ ଟାଇପ୍ ଅଫ୍ ସ୍ପନ୍ଦନକୁ ଆମେ ରିମିଟ୍ କରୁଛୁ, ରହୁଛୁ। ତାକୁ ଅଲଗା ଟାଇପ୍ ଅଫ୍ରେ ପରିଣତ କରିହେବ କି? ଏକରେ। ଦ୍ୱିତୀୟରେ ଭେରି ଏକ୍ଜିଷ୍ଟେନ୍ସକୁ ଚେଞ୍ଜ କରିହେବ କି? ମୋର ଗୋଡ଼ ବିନ୍ଧୁଛି, ମନେ କରନ୍ତୁ ମୋ ମୁଣ୍ଡ ବିନ୍ଧୁଛି, ଆଖି ହେଭି ଲାଗୁଛି, ମୁଣ୍ଡ ଲାଗୁଛି ଭାରି ଭାରି, ଇଏ ହେଉଛି ଗୋଟେ ଟାଇପ୍ ଅଫ୍ ସ୍ପନ୍ଦନ। ଏ ସ୍ପନ୍ଦନକୁ ଚେଞ୍ଜ କରିହେବ କି ଆଉ ଏକରେ? ସମର୍ପଣର ଭାବରେ, ଶ୍ରଦ୍ଧାର ଭାବରେ ଚେଞ୍ଜ କରିହେବ କି? ଇଟ୍ ଇଜ୍ ଦ ୱାର୍କ। ଆମକୁ ଯେଉଁ କାମ ଦିଆହେଇଛି ତାକୁ ଆକ୍ସେପ୍ଟ କରିବା ଏବଂ ତାକୁ ଗ୍ରହଣ କରି ପରିବର୍ତ୍ତନ କରିବା ଆଉ ଏକ ସ୍ପନ୍ଦନରେ, ଏ ହେଉଛି କାମ। ଆମେ ଯେତେ ପଢ଼ିବା ଏସବୁ ବିଷୟ ଆହୁରି କ୍ଲାରିଟି ମା ଦେଇଛନ୍ତି କ'ଣ କାମ କରିବାକୁ ପଡ଼ିବ। ଯେତେ ମା ହେଉଛନ୍ତି ନିଜେ ସୁପ୍ରିମ୍ ମଦର, ଭଗବତୀ ସ୍ୱୟଂ ଆସିଛନ୍ତି, ସିଏ ତାଙ୍କର ପୃଥିବୀରେ ଅବସ୍ଥିତି ହିଁ ଗୋଟେ ରକମ ସ୍ପନ୍ଦନ କ୍ରିଏଟ୍ କରୁଛି, ଯାହା ପୃଥିବୀର ଗ୍ରସ୍, ଅଜ୍ଞାନତା, ମୃତ୍ୟୁର ସ୍ପନ୍ଦନକୁ ଦୂର କରିବ। When the Supreme wants to carry out something, ଭଗବାନ ଯେତେବେଳେ କିଛି କାମ କରିବାକୁ ଚାହାନ୍ତି, he sends a vibration that works effectively on the body without any intermediary. ସେ କ'ଣ କରନ୍ତି, କିଛି ସ୍ପନ୍ଦନ ସୃଷ୍ଟି କରନ୍ତି ଯାହା ଶରୀର ଉପରେ ସିଧାସଳଖ କାର୍ଯ୍ୟ କରେ, କୌଣସି ମଧ୍ୟବର୍ତ୍ତୀ ଆଉ କିଛି ଆକ୍ସେପ୍ଟ କରେନି। ଫର୍ ଇଟ୍ ଇଜ୍ ଲାଇକ୍ ଦିସ୍ ଦ୍ୟାଟ୍ ଦି ବଡି ବିକମ୍ସ କନସିୟସ୍। ଏଇକୁ ଗ୍ରହଣ କରିକି ଶରୀର ସଚେତନ ହେବାକୁ ଆରମ୍ଭ କରେ। ଯେତେବେଳେ କମ୍ପ୍ଲିଟଲି ଅଜ୍ଞାନତା ହେଉଛି ଗୋଟେ ଅବସ୍ଥା, ଜଣେ କିଛି ରିସିଭ୍ କରିପାରିବନି। ଏମିତି ବହୁ ବ୍ୟକ୍ତି ଅଛନ୍ତି, ବହୁ ବ୍ୟକ୍ତି ଯେଉଁମାନେ କିଛି ବି ରିସିଭ୍ କରିବେନି। ଆମେ ଯେଉଁ ଜିନିଷକୁ ଏକ ସଫଳ ମାନବିକ ଜୀବନ, ମନୁଷ୍ୟ ଜୀବନ ବୋଲି କହୁ, ତାର ଡେଫିନିସନ୍ ସେମାନଙ୍କ ପାଖରେ ଅଲଗା, ଆଉ ଜଣଙ୍କ ପାଖରେ ଅଲଗା।
ଆମେ ଆଧ୍ୟାତ୍ମିକତା କହିଲେ ମୋଷ୍ଟଲି ରିଲିଜିୟସ୍ ଲାଇଫକୁ ଗ୍ରହଣ କରୁ। ରିଲିଜିୟସ୍ ଲାଇଫ୍ ଧାର୍ମିକ ଜୀବନକୁ ଆଧ୍ୟାତ୍ମିକତା ବୋଲି ଗ୍ରହଣ କରୁ। ଆମେ ଭୁଲି ଯାଉ ଯେ ଆଧ୍ୟାତ୍ମିକତା ଆଉ ଏକ ସ୍ତରର ବସ୍ତୁ, ଆଉ ଏକ ଜୀବନ ବଞ୍ଚିବା, ଆଉ ଏକ ଜୀବନର ଧାରା ଏକ, ଏକୁ ଆଧ୍ୟାତ୍ମିକତା କୁହାଯାଏ। ନଟ୍ ସିଧା ଯାଇକିରି ଆଳତି କରିବା, ଭୋଗ ବୁଲେଇଦେବା, ଏତିକିରେ ସୀମିତ ନୁହେଁ। ଗୋଟେ ଟାଇପ୍ ଅଫ୍ ଲାଇଫ୍, ତାକୁ ବହୁତ ଗଭୀର ଭାବରେ ବୁଝିହବ। ଯେମିତି ଆମ ଭିତରେ ଭଗବାନ ଅଛନ୍ତି, ମା ଅଛନ୍ତି ସ୍ୱୟଂ ଆମ ଭିତରେ। ଯୋଉ ପର୍ସନାଲିଟି ଅଛି ଆମ ଭିତରେ ଭଗବତୀଙ୍କର, ସେ ପ୍ରଥମ କଥା ହେଉଛି ସେ ଆମ ପାଇଁ କଂକ୍ରିଟ୍ ହେବା ଦରକାର। କଂକ୍ରିଟ୍ ହେବାକୁ ହେଲେ କନଷ୍ଟାଣ୍ଟଲି ତାଙ୍କୁ ମନେ ପକାଇବାକୁ ପଡ଼ିବ, ସ୍ମରଣ କରିବାକୁ ପଡ଼ିବ। ଏଇ ମନେ ପକାଇବା ଦ୍ୱାରା ସେ ଉପସ୍ଥିତି ବାସ୍ତବ ହେଇ ଉଠେ, ବହି ପାଠ ହେଇକି ନୁହେଁନି, ଉପସ୍ଥିତି ବାସ୍ତବ ହୋଇ ଉଠେ। ଯେତେବେଳେ ମନେ ପକାଇବା ଏବଂ ବାସ୍ତବ ହେବା ଭିତରେ ବହୁତ ସ୍ତର ଥାଏ, ବହୁତ ସ୍ତର ଥାଏ। ସେଗୁଡ଼ିକ ଦେଇ ଆମ ପାସ୍ କରିବାକୁ ପଡ଼ିବ, ଯିବାକୁ ପଡ଼ିବ। ଯେତେବେଳେ ଆମେ ତାକୁ ଇମ୍ପୋର୍ଟାନ୍ସ ଦେଉ, ଏବଂ ଇମ୍ପୋର୍ଟାନ୍ସ କେବଳ ଦେଉନି, ତା ପାଖରେ ଆତ୍ମଦାନ କରୁ। ଈଶ୍ୱର ସର୍ବଭୂତାନାଂ ହୃଦୟସ୍ୟ ଅର୍ଜୁନ ତିଷ୍ଠତି ଭ୍ରମୟଂ ସର୍ବଭୂତାନି ଯନ୍ତ୍ରରୂଢ଼ାନି ମାୟାୟା ତମେବଂ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ପ୍ରସାଦାତ୍ ପରାଂ ଶାନ୍ତି ସ୍ଥାନ ପ୍ରାପ୍ୟସି ଶାଶ୍ୱତମ୍। ସର୍ବଭାବେନ ଅର୍ଥ ହେଉଛି ସେଇ ଯେଉଁ ଉପସ୍ଥିତି ମାଙ୍କର ଅଛି ହୃଦୟ ଭିତରେ, ନିଜକୁ ସମ୍ପୂର୍ଣ୍ଣ ଭାବରେ ତାଙ୍କ ପାଖରେ ଦେଇଦେବା, ସମ୍ପୂର୍ଣ୍ଣ ଭାବରେ। ଯାହାଫଳରେ ଆମର ସକଳ ସଂକଳ୍ପର ସ୍ରଷ୍ଟା ସେ ହେବେ, ଆମ ସକଳ ସ୍ଥିତିର ସେ ହେବେ କର୍ତ୍ତା ସ୍ୱୟଂ। ଏହା ହିଁ ଦରକାର, ଡିମାଣ୍ଡ କରୁଛନ୍ତି। ଆମର ଇହ ଜୀବନ, ପାର୍ଥିବ ଜୀବନର ଏହା ହେଉଛି ଲକ୍ଷ୍ୟ। ଯେତିକି ଦିନ ବଞ୍ଚିବୁ ଏ କାମ ଯେମିତି ଅଧିକରୁ ଅଧିକ ଭଲ ଭାବେ କରିପାରିବୁ। କହୁଛନ୍ତି ବଟ୍ ଦି ଭିଜନ୍ସ and all that, they are transcriptions and have to pass through intermediaries and are not effective. ଯେ ଯେଉଁ ମନେକର କିଛି ଭିଜନ ଦେଖିଲ, କ'ଣ କଲ, ସେ ମଧ୍ୟବର୍ତ୍ତୀ ସତ୍ତା ଭିତରେ ମଧ୍ୟବର୍ତ୍ତୀ ଚେତନାର ଅଂଶ ହେଇପାରେ। ସିଧା ସିଧା ଯେଉଁ ଉଦ୍ଦେଶ୍ୟରେ ରେମିଟ୍ ହେଉଛି ସ୍ପନ୍ଦନ ଗୁଡ଼ିକ ସେଥିରେ ନ ହେଇପାରେ, ମଝିରେ ରହିପାରେ। କାଲି ଆମେ କଥାବାର୍ତ୍ତା ହେଉଥିଲୁ, ଟ୍ରେନ୍ ଗୋଟେ ଯାଉଛି, ଟ୍ରେନ୍ରେ କ'ଣ ହେଇଛି, ଝରକା ଗୁଡ଼ାକ ସବୁ ବନ୍ଦ ଅଛି। ଝରକା ବନ୍ଦ ଅଛି ମାନେ ଯେ ଟ୍ରେନ୍ ଯାଉନି ଏକଥା ନୁହେଁ, ଆମେ ଦେଖିପାରୁନୁ ବାହାର ଜିନିଷ, କିନ୍ତୁ ଟ୍ରେନ୍ ଯାଉଛି। କିନ୍ତୁ ଯେତେବେଳେ ଝରକା ଖୋଲିଦେବୁ, ଆମେ ଟ୍ରେନ୍ ଦେଖିବୁ ଯେ ବାହାର ଜିନିଷ ସବୁ ଦେଖିବୁ, ସେ ଯାଉଛି ବୋଲି ଦେଖିବୁ, ଟ୍ରେନ୍ ଗତି କରୁଛି ଦେଖିବୁ। ଏକ୍ଜାକ୍ଟଲି ଭିଜନ୍ସ ହେଉଛି ଆମେ ଗତି କରୁଛୁ, ଝରକା ଖୋଲିଗଲା, ଆମେ ଦେଖିଛୁ କିଛି ଭଳିଆ ବସ୍ତୁ ଦେଖିଛୁ, ଯୋଉଗୁଡ଼ାକ ଖାଲି ଆଖିରେ ସେମିତି ଦେଖାଯାଉନି। ଭିଜନ୍ସ ନ ଦେଖିବା ମାନେ ନୁହେଁ ଯେ ଆମେ ଗତି କରୁଛୁ ବୋଲି, ଗତି କରୁନାହୁଁ ବୋଲି, ଏକଥା ନୁହେଁ। But the vibrations, it is the direct energy of the Supreme. ସ୍ପନ୍ଦନ ଗୁଡ଼ିକ ଭଗବାନଙ୍କର ସିଧା ସିଧା ଆସେ। It is this that comes directly from the Supreme. It possesses the same force when it enters into the individual, and there is no loss in the process, and one becomes conscious. The body retains that vibration. ଶରୀର ଯଦି ସ୍ପନ୍ଦନ ଗୁଡ଼ିକ ଗ୍ରହଣ କରେ, ତାହେଲେ ଜଣେ ସଚେତନ ହେଇ ଉଠେ। ଏକ୍ଜାକ୍ଟଲି ଯେମିତି ଆନେସ୍ଥେସିଆ ଦିଆଗଲା ଗୋଡ଼ ଅପରେସନ୍ ପାଇଁ, ଗୋଡ଼ର ଯେଉଁ କଷ୍ଟ ସେ ଆଉ ରିଚ୍ କଲାନି, ନିଜର ବ୍ରେନ୍କୁ ପହଞ୍ଚିଲାନି। ତା ମାନେ ଯେ କଷ୍ଟ ହେଉନି ଏକଥା ନୁହେଁ, ଆନେସ୍ଥେସିଆ ଫଳରେ ସେଟା ବନ୍ଦ ହେଇକି ରହିଛି। ଯେତେବେଳେ ଆନେସ୍ଥେସିଆ ଜଣେ ରିକଭର୍ କରିବାକୁ ଆସିବ, ତାର ଫାର୍ଷ୍ଟ ହେଉଛି ପେନ୍ ପୁଣି ଷ୍ଟାର୍ଟ ହେବ। ଅଲରେଡ଼ି ଅପରେସନ୍ ହେଇଛି ଗୋଡ଼ର ପେନ୍ଟା ଷ୍ଟାର୍ଟ ହେବ ଆରମ୍ଭ ସେଇଠି। ଏ ହେଉଛି ଠିକ୍ ସେଇ ଭାବରେ ଆମେ କ'ଣ ହୁଏ ନା, ଆମ ଭିତରେ ମା ସ୍ୱୟଂ ଅଛନ୍ତି, ମାଙ୍କ ଉପସ୍ଥିତି ଅଛି। ତାଙ୍କର ସ୍ପନ୍ଦନ ଆମର ବାହ୍ୟ ଜୀବନରେ ପଡ଼ୁଛି। ଯଦି ଆମେ ତାକୁ କନସିୟସ୍ ହେବା, କୋଅପରେଟ୍ କରିବା ମାଙ୍କ ସାଙ୍ଗରେ, ତାହେଲେ ସ୍ପନ୍ଦନ ବାସ୍ତବ ହେଇ ଉଠିବ। କିନ୍ତୁ ମନେକର ଭିଜନ୍ସ ଦେଖିବା, ହେଇପାରେ ଭିଜନ୍ସ ଇଜ୍ ଦେୟାର, ମା ପୁଣି ବର୍ଣ୍ଣନା କରୁଛନ୍ତି, କିନ୍ତୁ ତା ମାନେ ନୁହେଁ ଭିଜନ୍ସ ଦେଖିବାକୁ ଜଣେ ବହୁତ ଅଗ୍ରଗତି କରୁଛି। ଏଠି ଆମର ଅମ୍ବୁଜ ଚାଲିଗଲାଣି, ଅମ୍ବୁଜକୁ ଦେଖିଛୁ ସମସ୍ତେ। ଅମ୍ବୁଜ ମାଷ୍ଟର ହେଉଛି ଭିଜନ ଦେଖିବାରେ, ମାଷ୍ଟର ପୁରା ବହୁତ ଚମତ୍କାର ଦେଖେ ଭିଜନ ସବୁ। ସେସବୁ ଭିଜନ ଗୁଡ଼ାକ କହିଥିଲା, ଡାକିଥିଲା, ଆମ କମ୍ପ୍ୟୁଟରରେ ଲୋଡ୍ ହେଇ କରୁଥିଲୁ ଆମେ, ବହୁତ ଜିନିଷ ସବୁ ହଜିଗଲା। ଡିଲିଟ୍ କେମିତି ହେଇଗଲା, ସବୁ ସନ୍ଧ୍ୟା ଟାଇପ୍ କରୁଥିଲା ସବୁ। ସେ ଦେଖେ, ମୁଁ ତା ବିଷୟରେ ମାଧବ ପଣ୍ଡିତଙ୍କୁ ଯାଇ ପଚାରିଲି, ମୁଁ କହିଲି ଏଇସବୁ ଜିନିଷ ଦେଖୁଛି। ମାଧବ କହିଲେ ତାର ଗୋଟେ ଅଂଶ ମାଙ୍କ ଆଡ଼କୁ ଖୋଲି ଯାଇଛି, ଦେଖିବା ଅଂଶଟା, ଯାହାଫଳରେ ଏତେ ଜିନିଷ ସେ ଦେଖିପାରୁଛି।
ସେ ସିଧା ସିଧା ମାଙ୍କୁ ଦେଖେ, ଦେଖେ ବହୁତ ଜିନିଷ ମାଙ୍କୁ ସେ ଦେଖେ। କିନ୍ତୁ that does not mean one is progressing very fast than others. But the visions are the transcriptions of the supreme force. They are clumsy and are not direct and do not have the efficiency because they have to pass through an intermediary which is either the mind or the vital. मन प्राण ଭିତରେ ଦେଇକି ଭିଜନ ଆସେ କାରଣ କଣ୍ଟ୍ରୋଲ୍ଡ ହୁଏ କେମିତି ନା କୌଣସି ସୂକ୍ଷ୍ମ ବସ୍ତୁ ବା କୌଣସି ବସ୍ତୁ ଦେଖାଗଲେ ସେଇଟା କଣ୍ଟ୍ରୋଲ୍ଡ ହୁଏ। ପ୍ରଥମକୁ ତ ଜଣେ କନଫ୍ୟୁଜ୍ ହେଇଯାଏ ଯେ ସେଇଟା ପ୍ରାଣରୁ ଆସିଛି କି ମନରୁ ଆସିଛି କି ଅନ୍ୟ କୋଉଠୁ ଆସିଛି, କନଫ୍ୟୁଜ୍ ହେଇଯାଏ ଫାଷ୍ଟ। ସେକେଣ୍ଡ ହେଉଛି ମନେକର କ୍ଲାରିଟି ଆସିଲା, କ୍ଲାରିଟି ଆସିଲା ଦେଖିପାରିବ ଇଟ୍ ମେ ନଟ୍ ଦ ଡାଇରେକ୍ଟ ଆଉ କିଛି ଗୋଟେ ଚେତନାର ସ୍ପର୍ଶ ହେଇପାରେ। And one cannot call the supreme by the thought. One cannot think of the supreme truth with the mind. It is impossible. चिंता देकरी जब one cannot call the supreme by the thought. केवल चिंता देकरी नुहे, कहीं की चिंता देकरी नुहे, कारण चिंता होची अल्टीमेट नुहे। बियॉन्ड चिंता थॉट्स रो पश्चात आउ एक वस्तु रही, आउ एक स्पंदन रही। थॉट्स रो चिंता आम करूँ, आम कौन कर वे ऑफ लाइफटा कौन आम के भूल करूँ ये साधना विषय कथबार्ता कर गोटे गोटे विषय आमर वे ऑफ लाइफ हूँ आम चिंता करके कार्य करूँ। जिते प्रथम परिवर्तन आसो ये चिंता पर आघात आसो आम जहाँ करूँ आम विथ थॉट आम करूँ से क्या गाड़ी देवा हो क्या प्रशंसा करवा हो बा जेकोसी कर्या हो कथबार्ता जहाँ हो सब गुड़िक चिंता करके आम करूँ। जो जिनस आम शिक्षा को आरंभ करूँ चिंता करी नुहे विदाउट थॉट एटा हो पार कि प्रत्येक विषय विदाउट थॉट हेले आम बुझीपर जे स्पंदनटा कौन बोली। कारण गोटे व्यक्ति को आम स्नेह कर बहुत गोटे सान पिलाटे वर्षे 1.5 वर्ष पिला आम गेला कर मुंड को आउंसी दौर पिटी को चापुड़े दौर यहाँ बाहर कम किंतु आम कहूँ मानने स्नेह को अभिव्यक्त कर स्नेह शब्द भाव आम पाक पहुँचुच किंतु बियॉन्ड दैट थॉट जमती गोलाप फूल गोटे सुंदर देखा बढ़िया लगुच तेलुगु लोक कहले भी सुंदरता लगे ओडिया लोक कह लगे फ्रेंच लोक कह लगे जेकोसी व्यक्ति कह गोलाप फूलटा सुंदर लगे गोलाप फूलर जो जन कहीपार न किंतु गोलाप फूल सौंदर्य तार हरबनी घुंगा जमती गुड़ खाइला भाया घुंगा को गुड़ खाया दब टकेटिव लोक को गुड़ खाईदेव घुंगा कहीपरनि टकेटिव लोक कही चलो गुड़ विषय बहुत किसी माने नुहे घुंगा ता स्वाद अनुभव करूँ स्वाद अनुभव करूँ अनेबल टू एक्सप्रेस इट ठीक से भाव में ये जो स्पंदन बियॉन्ड थॉट जो घटना घटे दैट इज मोर पावरफुल देन विथ थॉट। इट इज ए फैंटाकोसिडिया दैट वन क्रिएट्स बाय द माइंड टू डिफाइन द सुप्रीम इट इज एब्सर्ड एमती गोटे विशाल अलग विषय फैंटासिज्म भाया कै माइंड प्रत्येक विषय प्रत्येकटा विषय मन ताक गोटे रूप देवाक आरंभ करे प्रति कथार घटना घटे मन गोटे रूप देवाक आरंभ करे सब किंतु स्पंदन जे विदाउट एनी मनर रूप अभिव्यक्त हुए। देयर इज नो ट्रुथ इन व्हाट वन क्रिएट्स बाय द माइंड एब्सोल्युटली नो ट्रुथ वन कंस्ट्रक्ट समथिंग फॉल्स टू सैटिस्फाई वन ईगो जेहेतु मन हाथ में आसीगला मन हाथ में चिंता रही से निजक सुहाइला भाया चिंता करने आरंभ कर निजक रेफर कर रेफर करके प्रशंसा कर अन्य संगे कंपेयर करने आरंभ कर यही घटना मन द्वारा हुए चिंता द्वारा हुए। टू गो बियॉन्ड थॉट इज टू लर्न समथिंग चिंता को टपिक जीवा चेष्टा करवा देखापी बियॉन्ड चिंता कौन रही। I do not like visions and all that because they become something that one can boast about and show it to others. Look what I have seen or heard. मु कौन शुणी कौन देख देख लोक को आगे देखी हम निजी को निजे सजेस्ट कर मुझे विषय जानची एत विषय बुझीपार या ही कर विजन व्हेरेज आम जदि निजक स्टडी करने को आरंभ करवा देखा आरंभ करवा निरीक्षण करवा भल भाव में आम देखू जो कौ स्तर आम कौ अनुभव आसो रकम भाव आसुम परिष्कार देखिपर चंचलता अस्थिरता ये गोटे वस्तु आस
ଏବଂ ସଫଳତା ପଛରେ ଯେଉଁ କାରଣ ରହିଛି କାରଣ ଆମେ ବ୍ଲାଇଣ୍ଡ ହେଇଯାଉ ଭୁଲି ଯାଉ ପୁରାପୁରି। ସଫଳତା ପଛରେ ବିଭିନ୍ନ ରକମର ସ୍ଥିତି ଥାଏ। ସେ ସ୍ଥିତିକୁ ଦେଖିବାକୁ ପଡ଼ିବ। Whereas I look what I have seen or heard କ'ଣ ମୁଁ ଦେଖୁଛି ଦେଖ। Whereas the vibration acts quietly and effectuates the necessary changes much more effectively because it is a state that is and does not show itself but which has an extraordinary power। ଏହି ସ୍ପନ୍ଦନର ଅଦ୍ଭୁତ ଶକ୍ତି ଥାଏ। ସେ ଦେଖାଏନି ଏବଂ ଭାଇବ୍ରେସନ୍ ଆକ୍ଟ କ୍ୱାଇଟଲି ଆଣ୍ଡ ଏଫେକ୍ଚୁଏଟ୍ସ ଦି ନେସେସରି ଚେଞ୍ଜେସ୍। ଭାଇ ସ୍ପନ୍ଦନ ଗୁଡ଼ିକ ସିଧା ସିଧା କାମ କରେ। ଯାହା ଆବଶ୍ୟକ ପରିବର୍ତ୍ତନ କରିଥାଏ ସେ ପରିବର୍ତ୍ତନ କରେ। ଗୋଟେ କୌଣସି ଏକ ସମୟରେ ମାଆଙ୍କ ପାଖରେ ଫୁଲ ଦେଲା ବେଳେ ତ ବହୁତ କ୍ଲୋଜ୍ ଫିଲ୍ କଲ ମାଆଙ୍କୁ। ବହୁତ ନିଜର ଫିଲ୍ କଲ। ଏ ଫିଲିଙ୍ଗଟା ମନେ ରହିଲା। ଯେ ମୁଁ ଫୁଲ ଯେତେବେଳେ ଦେଉଛି ମାଆଙ୍କ ପାଖରେ ମୋତେ ବହୁତ କ୍ଲୋଜ୍ ଲାଗିଲା, ବହୁତ ଭଲ ଲାଗିଲା। ଏଇ ଭଲ ଲାଗିବାଟା ୱିଦାଉଟ୍ ଥଟ୍ ସାଙ୍ଗେ ଏହାର ସମ୍ପର୍କ କିଛି ନାହିଁ। ଏଇ ଭଲ ଲାଗିବାଟାକୁ ଧରି ରଖିବା ଏବଂ ଅନ୍ୟାନ୍ୟ ଅସୁବିଧା ବେଳେ ତାକୁ ପ୍ରୟୋଗ କରିବା। ଏ ଇଟସେଲ୍ଫ ଇଜ୍ ଏ ଗ୍ରେଟ୍ ଷ୍ଟେପ୍। ଯେତେବେଳେ ମୋତେ ମାଆଙ୍କ ପାଖରେ ଫୁଲ ଦେଲାବେଳେ ନିଜର ଭଳି ଲାଗୁଛନ୍ତି, ମାଆ ଭଲ ଲାଗୁଛନ୍ତି, ବଢ଼ିଆ ଲାଗୁଛନ୍ତି, ଏ ଅନୁଭବଟା ଭୁଲି ହେବନି। ଏ ଅନୁଭବକୁ ରଖିବା ଗୋଟେ ମାଇଲଷ୍ଟୋନ୍ ଭଳିଆ ଲାଗିବ ମୋତେ। ତାପରେ ତାକୁ ଅନ୍ୟ ବିଷୟରେ ପ୍ରୟୋଗ କରିବାକୁ ଆରମ୍ଭ କରିବା। ପ୍ରୟୋଗ କରିବା ମାନେ ୟୁ କ୍ୟାନ୍ ଇନଭୋକ୍ ଇଟ୍। ଇନଭୋକ୍ ମାନେ ଅନ୍ୟ ସମୟରେ ଯେତେବେଳେ ଗ୍ରସ୍ ଫିଲିଙ୍ଗସ୍ ଆର୍ ଓଭରପାୱାର୍ଡ ମି, ସେତେବେଳେ ଟୁ ଇନଭୋକ୍ ଦ୍ୟାଟ୍ ଫିଲିଂ, ଦ୍ୟାଟ୍ ଏକ୍ସପିରିଏନ୍ସ ବା ଫିଲିଂ ଯାହା କୁହ ବା ଦ୍ୟାଟ୍ ଭାଇବ୍ରେସନ୍ ବୋଲି କୁହାଯାଇପାରେ ଯେଉଁ ଭିତରେ। ଏବଂ ଏହି ଭାବରେ କ'ଣ ହେବ ନା ଦି ପ୍ରୋଗ୍ରେସ୍ ୱିଲ୍ ମଚ୍ ଫାଷ୍ଟର, ଚେଞ୍ଜ ୱିଲ୍ ମଚ୍ ଫାଷ୍ଟର ଦେନ୍ ଅଦର୍ସ ଥିଙ୍ଗ। You know, to arrive at this state, to feel this vibration which comes from the Supreme, one must be absolutely tranquil। ତେଣୁ ଜାଣ ଯେ କ'ଣ କରିବାକୁ ପଡ଼ିବ। ଏହି ସ୍ପନ୍ଦନକୁ ଧରି ରଖିବା, ଅନୁଭବ କରିବା, ଯାହା ଭଗବାନଙ୍କ ଠାରୁ ସିଧା ଆସୁଛି। ଜଣେ ସମ୍ପୂର୍ଣ୍ଣ ଧୀର ସ୍ଥିର ରହିବା ଦରକାର। ସମ୍ପୂର୍ଣ୍ଣ ସ୍ଥିର ରହିବା ଦରକାର। କୌଣସି ଯେମିତି ଅସ୍ଥିର କିଛି ନଥିବ। ଯେମିତି ବର୍ଣ୍ଣନା କରାଯାଇଛି ଯେ ଭଗବାନ ହେଉଛନ୍ତି କେମିତିଆ ନା 100 କୋଟି ହିମଗିରିଙ୍କ ସାଙ୍ଗେ ସମାନ। 100 କୋଟି, 100 କୋଟି ନୁହେଁ, 7 କୋଟି ହିମଗିରି ମାନେ ହିମାଳୟ ସାଙ୍ଗରେ ଭଗବାନ ହେଉଛନ୍ତି ସେମିତି ସ୍ଥିର ଆଉ ଏକଦମ ସ୍ଥିର ଆଉ ବିଶାଳ। 100 କୋଟି ସମୁଦ୍ର ସାଙ୍ଗରେ ବିଶାଳ। ଆଉ ଭଗବାନ ହେଉଛନ୍ତି ସକଳ ଇଚ୍ଛା ପୂରଣ କରିପାରନ୍ତି। ଯେତେବେଳେ ଏଇ ଆସ୍ଥା ସହିତ ଏଭଳି ଏକ ବିଶାଳତା ଜଣେ ସମ୍ମୁଖୀନ ହୁଏ ସେତେବେଳେ ବହୁତ ଅବସ୍ଥା ଅଛି। ଇଭେନ୍ ଟୁ ଥିଙ୍କ ଅଫ୍ ଦିସ୍ ଅଲସୋ ଇଜ୍ ସମଥିଙ୍ଗ ଗ୍ରେଟ୍। A tranquility, a perfect tranquility without any mental construction. Mental construction is most important. Without any mental construction. ଜଣେ ସ୍ଥିର ରହିବ, କ'ଣ ମାନସିକ କୌଣସି ଅସ୍ଥିରତା ରହିବନି ବା ତିଆରି ଜିନିଷ କିଛି ରହିବନି। ମାନସିକ ତିଆରି ମାନେ ଥଟ୍ସ ବାହାରି ଆସିବ। ଥଟ୍ସ ତାକୁ ବର୍ଣ୍ଣନା, ନିଜର ଅବସ୍ଥାକୁ ନିଜେ ଆଗରେ ବର୍ଣ୍ଣନା କରିବାକୁ ଆରମ୍ଭ କରିବ। But a perfect tranquility without any mental constructions, but an absolute tranquility. And all of a sudden one perceives, not by the mind, but one feels a vibration, which almost not a vibration, but a tinny stirring, which is nearly imperceptible, because it is state that it is। ଯେ ଏଭଳି ସ୍ଥିରତା ଭିତରେ ଜଣେ ଗୋଟେ ଛୋଟ ସ୍ପନ୍ଦନ ଅନୁଭବ କରିବ ନିଜ ଭିତରେ। And it is only in a perfect tranquility and transparency that one receives this indication। ସମ୍ପୂର୍ଣ୍ଣ ଶାନ୍ତ ଧୀର ସ୍ଥିର ସମତା ଭିତରେ ସ୍ୱଚ୍ଛତା ଭିତରେ ଜଣେ ସ୍ପନ୍ଦନକୁ ଅନୁଭବ କରିପାରେ। ଏଇଟା ହେଉଛି ଏଇ ହେଉଛି କାମ ଆମର। ଆକ୍ଚୁଆଲି ଯେଉଁ କାମ ଆମକୁ ଦିଆଯାଇଛି ସେ କାମ ହେଉଛି ତୁମେ ବାସନ ମାଜ, ଘର ଓଳାଅ, କମ୍ପ୍ୟୁଟର ଚଲାଅ, ପାଠ ପଢ଼ାଅ, ଯେଉଁ କାମ କର ସେଇଟା ହେଉଛି କାମ ଦିଆଯାଇଛି। ସବୁ କାମ ଭିତରେ ଏଇଟା କରି ହେଉଛି ନା ନାହିଁ ଦେଖିବା ପାଇଁ। ବହୁତ ବଢ଼ିଆ ଭାବରେ ମା ବର୍ଣ୍ଣନା କରିଛନ୍ତି ଦାନ୍ତ ଘଷିବାକୁ। ସେ ଦାନ୍ତ ଘଷିଲା ବେଳେ କ'ଣ କରିବ ନା ଭାବିବ ଯେ ଏମିତି ଅନୁଭବ ଆଣେ ଯେ ମା ନିଜେ ଦାନ୍ତ ଘଷୁଛନ୍ତି, ଦାନ୍ତ ଘଷିବାଟାକୁ ଅଫର୍ କରାଯିବ। ତେଣୁ ଦାନ୍ତ ଘଷିବା ସମୟଟା ଭଗବାନଙ୍କ ସେବା ହିସାବରେ ଗଲା ଟୋଟାଲି। ଗାଧୋଇବାଟା ସେମିତି ହେଇପାରେ। ପ୍ରତିଥର ପାଣି ଢାଳିଲା ବେଳେ ଭାବିବ ସବୁ ଅସୁବିଧା ଧୋଇ ହେଇଯାଉଛି ନିଜ ଭିତରୁ। ମା ବର୍ଣ୍ଣନା କରିଛନ୍ତି ପାଣି ଢାଳିବ, ଢାଳରେ ଢାଳିଲା ବେଳେ ମଗରେ ଭାବୁଥିବ ଯେ ସବୁ ତୁ ପାଣି ଧୋଇ ଯାଉନି, ମୋ ମହିଳା ଦେହର ନେଉନି, ମୋ ଭିତରେ ଅଜ୍ଞାନତା ଅସ୍ଥିରତାକୁ ନେଇଯାଉଛି।
ଯେଉଁ କେତେ ଗୁଡ଼ାକ ସ୍ପନ୍ଦନ ଯାହାକୁ କେବେ ବି ଦୂର କରିପାରୁନି, ମୋତେ ଓଭର ପାୱାର କରି ରଖୁଛି, ସେଗୁଡ଼ିକ ମୋ ଭିତରେ ଲୁଜିଂ ହେଉଛି, ତା'ର ଟାଇଟନେସ୍ କମିଯାଉଛି ଏବଂ ଧୀରେ ଧୀରେ ମୋ ଭିତରେ ଚାଲିଯାଉଛି। ଏହି ଭାବରେ ଜଣେ ସବୁ ସମୟଟାକୁ କରିପାରିବ ସାଧନା ହିସାବରେ। ଖାଇବାଟା ତ ଖାଇଲା ବେଳେ ପୁରା ଥାଳିକୁ ଅଫର କରିବନି, ତୁମେ ପ୍ରତି ଗୁଣ୍ଡାକୁ ମା'ଙ୍କୁ ଦେଉଛ, ଖାଇବାକୁ ଦେଉଛ, ମା'ଙ୍କୁ ଖାଇବାକୁ ଦେଉଛ। ଏ ପ୍ରତ୍ୟେକଙ୍କର ନିଜ ଧାରା ରହିଛି, ଜଣେ ଆଉ ଜଣଙ୍କୁ କପି କରିପାରିବନି କେମିତି। ଏହି ଭାବରେ ସମଗ୍ର ଅସ୍ତିତ୍ୱଟାକୁ ଭଗବାନଙ୍କର ସେବା ହିସାବରେ କରିହେବ। And it is only a perfect tranquility and transparency that one receives this indication. And it is this tiny vibration of the Supreme which is behind the whole creation. ସମଗ୍ର ସୃଷ୍ଟିର ପଶ୍ଚାତରେ ଏଭଳି ସ୍ପନ୍ଦନ ସବୁ ରହିଛି। It is this that sustains the entire world. ଏହା ହିଁ ସମଗ୍ର ଜଗତକୁ ଧାରଣ କରିକି ରଖିଛି। ସ୍ତମ୍ଭେ ଜଗତ ପ୍ରତିଷ୍ଠିତମ୍। ଯେତେବେଳେ କାପାଳି ଶାସ୍ତ୍ରୀ ଦେଖୁଛନ୍ତି ମା'ଙ୍କୁ, ମା ବୁଲୁଛନ୍ତି ତାଙ୍କର କାହାର ଟେରାସ୍ରେ ନୁହେଁ, ହଁ ଛାତ ଉପରେ ବୁଲୁଛନ୍ତି, ପବିତ୍ରଙ୍କ ଲାବୋରେଟୋରୀ ଉପରେ ବୁଲୁଛନ୍ତି। ସେତେବେଳେ ସେ ଜମା ଛାଡ଼ିକି ଆସୁନାହାନ୍ତି, ଚାହୁଁଛନ୍ତି ତାଙ୍କୁ, ଦେଖୁଛନ୍ତି ଯେମିତି ଗୋଟେ ସ୍ତମ୍ଭ ହ୍ୱାଇଟ୍ ଲାଇଟ୍ର ଶୁଭ୍ର ଜ୍ୟୋତିର ଏକ ସ୍ତମ୍ଭ ବୁଲାବୁଲି କରୁଛି। ସେ ବେଦର ଯେଉଁ କହଣି ସ୍ତମ୍ଭେ ଜଗତ ପ୍ରତିଷ୍ଠିତମ୍, ଏଇ ଯେଉଁ ସ୍ତମ୍ଭ ଉପରେ ସମଗ୍ର ଜଗତ ପ୍ରତିଷ୍ଠା ହେଇକି ରହିଛି ଏହି ସ୍ପନ୍ଦନ। And one finds this only a perfect tranquility, ଏବଂ ପୁରା ସ୍ଥିରତା ଭିତରେ ଏସବୁ ଦେଖିହେବ। ଯଦି ଯେକୌଣସି ବହୁ ବ୍ୟକ୍ତି କୌଣସି କାମ ନିଅନ୍ତି, ସ୍କୁଲ ତ ବହୁତ ବ୍ୟକ୍ତି ପୃଥିବୀରେ ଲକ୍ଷ ଲକ୍ଷ ସ୍କୁଲ ଅଛି, ଯେଉଁମାନେ ସ୍କୁଲ କରିଛନ୍ତି ସେମାନେ ନିଜକୁ ବହୁତ ଦେଇ ଦେଇଛନ୍ତି ସ୍କୁଲ କରିବା ପାଇଁ। ଗାଁ ମାନଙ୍କରେ ଆଗେ କେତେ ସମ୍ପୂର୍ଣ୍ଣ ଜମି, ନିଜର ଜମିବାଡ଼ି ସମୟ ସବୁ ଦେଇକି ସ୍କୁଲ କରିଥିଲେ। ସେମାନେ ସ୍କୁଲ କରିବା, ଆମ ସ୍କୁଲ କରିବା ତଫାତ୍ କ'ଣ, ଏଟାକୁ ଭଲ ଭାବରେ ଦେଖିବାକୁ ପଡ଼ିବ। ସେମାନେ ବି ସ୍କୁଲ କରିଛନ୍ତି ସବୁ ଜିନିଷ ଆଟେନସନ୍ ଦେଇକିରି, ଆମେ ବି ସ୍କୁଲ କରୁଛୁ। ଯେଉଁମାନେ କରୁଛନ୍ତି ସେମାନେ ବହୁତ ତାଙ୍କର ତ୍ୟାଗ ରହିଛି, ବହୁତ କାର୍ଯ୍ୟ କରୁଛନ୍ତି। ହ୍ୱାଟ୍ ଇଜ୍ ଦ ଡିଫରେନ୍ସ? ସେଇ ଉଦ୍ଦେଶ୍ୟ ନେଇ ସେମାନେ କରୁଛନ୍ତି, ଆମେ ବି ସେଇ ଉଦ୍ଦେଶ୍ୟ ନେଇ କରୁଛୁ। ଆମର ଉଦ୍ଦେଶ୍ୟର ଏକା ବସ୍ତୁ ରହିଛି ନା ଆଉ କିଛି ଡିଫରେଣ୍ଟ ରହିଛି? ନା ବକ୍ତୃତାରେ ଡିଫରେନ୍ସ ରହିଛି ମାଇକ୍ ପାଖରେ, କାର୍ଯ୍ୟରେ କ'ଣ ଡିଫରେନ୍ସ ରହିଛି? କାର୍ଯ୍ୟରେ ବିଶେଷ କିଛି ରହୁନି, ସେ ପର କଥା। And one should not mistake this tranquility for not a tranquility which tends towards tamas or inertia, but it is a tranquility which is ever conscious, all observing. ଏ ସ୍ଥିରତାକୁ ଜଣେ ତାମସିକତା, ଜଡ଼ତା ହିସାବରେ ଗ୍ରହଣ କରିବନି ନିଜ ଭିତରେ। ମୋତେ ଜଣେ କହିଲେ ସମତା ରକ୍ଷା କରିବା ମାନେ ଜଣଙ୍କ ଘର ପୋଡ଼ି ଯାଉଛି, କ'ଣ ବସିକି ଧ୍ୟାନ କରିବ, ସେଠି ସମତା ରକ୍ଷା କରିବ ନା ନେଇକି ପାଣି ଢାଳିବ? ଏ ହେଉଛି ପଚାରିଲେ। ମୁଁ କହିଲି ପାଣି ଢାଳିବନି କାହିଁକି? ପାଣି ଢାଳିବା କାମଟା ସ୍ଥିରତାରେ କରିବ ଯେ ନାହିଁ ଦେଖିବ। ନା ଘର ପୋଡ଼ି ଯାଉଛି, ସେ କ'ଣ ହେଲା ନା ଇଏ କହିଛନ୍ତି, ସାର୍ ପିଲାଙ୍କୁ ବତେଇଛନ୍ତି, ଅବଧାନ ପିଲାଙ୍କୁ କହିଛନ୍ତି କୌଣସି ଇମ୍ପୋର୍ଟାଣ୍ଟ କାମ କହିଲା ପୂର୍ବରୁ, କଲା ପୂର୍ବରୁ 1ରୁ 100 ଯାଏ ଗଣିବ, ତା ନହେଲେ କରିବନି। ଦିନେ ସେମାନେ ବସିଛନ୍ତି, ସବୁ ଶୀତ ଦିନେ ନିଆଁ ପୁଛନ୍ତି, ଏସବୁ ପିଲାମାନେ କହୁଛନ୍ତି, ପାଟି ପାଖ କରୁଛନ୍ତି, ସାର୍ କ'ଣ ହଠାତ୍ କହିଲେ 900 ନିଆଁ ଲାଗି ଆପଣଙ୍କ ଚଦର ଅଧେ ପୋଡ଼ିଗଲାଣି। ଆମେ ଯଦି ଯୁକ୍ତି କରିବାକୁ ଚାହିଁବୁ ଯୁକ୍ତି କରିପାରିବୁ, କିନ୍ତୁ ମୂଳ କଥା ହେଉଛି ଯେ ଆମେ ଯେଉଁ କାମ କରୁଛୁ କାହିଁକି କଥା କୁହାଯାଉଛି ନା କାମର ପଏଣ୍ଟ ଅଫ୍ ଆକ୍ସନଟା ବା ସୋର୍ସ ଅଫ୍ ଆକ୍ସନଟା ଚେଞ୍ଜ ହେବ। ଏଇ ହେଉଛି ଉଦ୍ଦେଶ୍ୟ। ଯିଏ ଅହଙ୍କାର ସହିତ, ଅଜ୍ଞାନତା ସହିତ ମୁଁ ବୋଲି କହିଲେ ଯାହାକୁ ବୁଝାଯାଉଛି, ସିଏ ଯେତେବେଳେ କୌଣସି କାମ କରୁଛି, ସେ ମୁଁଟା ନିଜକୁ ଅଫର କରିଦେଇଛି ମାଙ୍କ ପାଖରେ ଏବଂ ମୁଁ ଜାଗାରେ ମାଙ୍କର ଉପସ୍ଥିତି ଚାଲି ଆସୁଛି, ସେ ଉପସ୍ଥିତି ଦ୍ୱାରା ସବୁ କାମ କରାହେଉଛି। ଏଇ ହେଲା କର୍ମର କୌଶଳ, ଯୋଗ କର୍ମସୁ କୌଶଳ। ଏଇଟାକୁ ଆମେ ରଖିବା, କିନ୍ତୁ ବାକି ଏଇ ପ୍ରଶ୍ନ ସମାଧାନ ହେଇଗଲେ ବାକି ପ୍ରଶ୍ନ ଗୁଡ଼ିକ ସମାଧାନ ହେବ, କିଛି ତଫାତ୍ ହେବନି। ଏଇଟା ଆମେ ମନେକର କାମ କଲାବେଳେ ମୁଁ ଚଞ୍ଚଳ ହେଉଛି, ଅସ୍ଥିର ହେଉଛି। ଅସ୍ଥିର ଚଞ୍ଚଳ ହେବାଟା ସାଧନାର ଲକ୍ଷଣ ନୁହେଁ। ଆମେ ଯୋଗ ସାଧନାକୁ ସାଧନା ହିସାବରେ କରୁଛୁ ନା ଆଉ କେଉଁ ହିସାବରେ କରୁଛୁ? ସଫଳତା ବିଫଳତା ନେଇକରି କରୁଛୁ। ଏ ହେଉଛି ମୂଳ କଥା। ଏଇଟାକୁ ଯଦି ଆମେ ଭିଜୁଆଲାଇଜ୍ କରିପାରିବା ଏ ଅବସ୍ଥାଟା, ଆମେ ବୁଝିପାରିବା ଯେ କେଉଁ ଜାଗାରେ ଆମେ ରହୁଛୁ, କ'ଣ କରିବା ଦରକାର। ଆଚ୍ଛା, and which is change. It is a tranquility which
is ever conscious, all observing. এই স্থিরতা সচেতন বিস্তার এবং and which is charged and which vibrates and which is a transforming intensity. ସେ ଏକଦମ ରୂପାନ୍ତରକାରୀ ତୀବ୍ରତା ତା ଭିତରେ ଥିବ। ତାମାନେ ମାଙ୍କ ପ୍ରେଜେନ୍ସ ଆମେ ଏମିତି କଳ୍ପନା କରିପାରିବା ବହୁତ ସହଜରେ। ମାଙ୍କ ପ୍ରେଜେନ୍ସ ଆମ ଭିତରେ କଂକ୍ରିଟ ହେଇ ଉଠିବ ଏବଂ ଆମେ ଯେତେବେଳେ ମୁଁକୁ ଆବିଷ୍କାର କରିବା, ନିଜ ଭିତରେ ଥିବା ମୁଁକୁ ଆବିଷ୍କାର କରିବା, ଆମେ ତାକୁ ସହଜରେ ଦେଇପାରିବା ମାଙ୍କ ପାଖରେ। କାରଣ ମୁଁ ଆମ ହେଉଛି ଅଲ୍ ଅବଜର୍ଭିଂ, ଅହଙ୍କାର ହେଉଛି ଅଲ୍ ଅବଜର୍ଭିଂ ଆମ ଭିତରେ। ସକଳ ବସ୍ତୁକୁ ସେ ଗ୍ରହଣ କରିଛି, ସକଳ ବସ୍ତୁକୁ ସେ ହ୍ୟାଣ୍ଡେଲ କରୁଛି ନିଜେ ଅହଙ୍କାର। ପ୍ରତ୍ୟେକ କଥାରେ ଯେ ମୁଁ ନିଜକୁ ମୋର ଇମ୍ପୋର୍ଟାନ୍ସ ରହୁଛି। ପ୍ରମାଣ କେମିତି ହେଉଛି ନା ଯେତେବେଳେ ସବୁ କାମ ଭିତରେ କିଏ ଲୋକ ମୋ ନିନ୍ଦା କରି କହିଦେଉଛି ମୋତେ କଷ୍ଟ ହେଉଛି। ମୋ କାନ ସବୁବେଳେ ରହିଛି ଯେ କିଏ ମୋତେ ପ୍ରଶଂସା କରି କହୁଛି କି? ପ୍ରତ୍ୟେକ କାମକୁ ପସନ୍ଦ କରୁଛି କି? ଏବଂ ଏଇଟା ଆମ ଅଜାଣତରେ ଆମେ କାନ ଡେରିକି ରହୁଛୁ। ଯିଏ ଯେକୌଣସି ବ୍ୟକ୍ତି ହଉ ଯେତେବେଳେ ସେ କହୁଛି କିଛି ସମାଲୋଚନା କରୁଛି ଆମକୁ କଷ୍ଟ ଲାଗୁଛି। ଏଇଟା ହେଉଛି ସାଧନାର ଗୋଟେ ପଏଣ୍ଟ ଯାହାକୁ ଧରିବାକୁ ପଡ଼ିବ। ଏଇ ଜାଗାରେ ବାବୁ ଲୁଚିକିରି ବସିଛ ଘୋଡ଼େଇ ହେଇକିରି ମୁଁ ତୁମକୁ ଚିହ୍ନି ପାରୁନି, ମୁଁ ଭାବୁଥିଲି ତମେ ନାହଁ ବୋଲି। ସବୁ କରିଛ, ସବୁ ତୁମେ ହ୍ୟାଣ୍ଡେଲ କରୁଛ। ଏଇଟାକୁ ଚେଞ୍ଜ କରିବାକୁ ପଡ଼ିବ ଟୁ ଦ ପ୍ରେଜେନ୍ସ ଅଫ ଦ ମଦର। ଆଚ୍ଛା, when one has attained this state which is tranquil and peaceful, only then does one come in contact with the vibration which is behind all manifestation. ଯେ ଯେତେବେଳେ ଜଣେ ଏ ଅବସ୍ଥାକୁ ପ୍ରାପ୍ତ କରେ, ସ୍ଥିର ସ୍ଥିର ଶାନ୍ତ ଅବସ୍ଥା, ସେତେବେଳେ ଜଣେ ଏଇ ସ୍ପନ୍ଦନର ସମ୍ମୁଖୀନ ହୁଏ, ଚିହ୍ନିପାରେ, ବୁଝି ଭିତରର ଏ ଅବସ୍ଥାର ପଶ୍ଚାତରେ ଏକ ଟିନି ଛୋଟ ସ୍ପନ୍ଦନ ଅଛି, ଯେଉଁ ସ୍ପନ୍ଦନ ସେ ବସ୍ତୁର ସ୍ଥିତିକି ଜଣେଇ ଦିଏ ଏବଂ ଯେଉଁ ସ୍ପନ୍ଦନ ଚେଷ୍ଟା କରୁଥାଏ ସ୍ପର୍ଶ କରିବା ପାଇଁ ବାହାର ଜିନିଷକୁ। When one has attained this state which is tranquil and peaceful, only then does one come in contact with the vibration which is behind all manifestation, and it is this which gives the necessary impetus to realize something. यहाँ ही जो कौन सी वस्तु को उपलब्धि करे से साहस दिए, बल दिए, साहस दिए से आम भितर किसी एक वस्तु विभिन्न रकम करहब। आम केते हाबिचुएटेड होइछु फीलिंग को थॉट संगे मिसेकी। तेणु बिहाइंड आवर ऑल इमोशंस देयर इज समथिंग व्हिच इज काम एंड क्वाइट। हिमगिरी कोटि अचल रघुवीरा माने कोटिए मो पर्वत संगे से होइछन अचल। से भाव आम भितर किसी एक स्थिरता रही, जो स्थिरता पश्चात एक उपस्थिति रही, एक स्पंदन रही, ताकू आम चेष्टा कर प्रयोग करने। एत कथा न करी माने एत हूँ बहुत गभीर विषय कह माँ उपस्थिति को निज भर खोजा एवं नॉट विथ थॉट, थॉट द्वारा नुहे मनरे विदाउट थॉट्स आम खोजा आरंभ कर। बिसाइड देयर इज अनदर स्टेट व्हिच कम्स लेटर व्हिच इज हायर देन दिस, बट दैट इज फॉर लेटर ऑन। इट इज नॉट नेसेसरी दैट वन नोज इट नाउ, इट इज अनदर स्टेट। से वर्णना कले कहले आउ किसी वस्तु अच्छी जहाँ को वर्णना करूनी, बर्तमान कहवा समय आसेनी, ता या परे आसिबो। किंतु एवरीवन इज इंडिपेंडेंट एवं प्रत्येकर साधनार जो धारा से धारा हूँ गोटे धारा टू आ गोटे धारा अलग प्रत्येकर जनकर जे एका आम माँ ए कहीगले जे सब सूत्र देगले कौन कराया पड़ो न कराया पड़ो, कि आम प्रैक्टिस कराया बसू प्रत्येक आगे ता निज धारा खोलीज एवं से कौ बाटे कर कौन कर जना पड़े आरंभ।